ଗାଁର ପିଲାମାନେ ବନଉଛନ୍ ମାଙ୍କୁ ପୂଜା କରୁଛନ୍ ମା ପୂଜା ପାଉଛନ୍। ମାର ବିନା କୃପାରେ ଏଇ ସବୁ नहीं କରି ହୁଏ ଆଜ୍ଞା। ସାନ୍ତପୁର ଗ୍ରାମଟି ଛୋଟ ହେଲେ ମଧ୍ୟ ଏଠି ପ୍ରଥା ପରମ୍ପରା ନିଆରା ପିଢ଼ି ପରେ ପିଢ଼ି ରୀତିନୀତି ଅନୁସାରେ ପୂଜା ପାଇ ଆସୁଛନ୍ତି ମା ଜଗତ ଜନନୀ। ତେବେ ଗ୍ରାମବାସୀଙ୍କ କହିବା ଅନୁଯାୟୀ ଏଠି ପ୍ରଥା ରହିଛି ମାଙ୍କ ମୁଣ୍ଡ ମୂର୍ତ୍ତି ନିର୍ମାଣ ସମୟରେ କୌଣସି କାରିଗର ବାହାରକୁ ଏଠାକୁ ଆସି ନିର୍ମାଣ କରିବେନି। ଗ୍ରାମବାସୀ ହିଁ ମାଙ୍କ ମୂର୍ତ୍ତି ପ୍ରସ୍ତୁତ କରି ପୂଜା ଅର୍ଚ୍ଚନା କରିଥାନ୍ତି, ଯାହା ଏକ ନିଆରା ରହିଛି ଏହି ପ୍ରଥା ଏହି ପରମ୍ପରା। ସାନ୍ତପୁରରେ ନିଆରା ପରମ୍ପରା ପ୍ରଥା ପରମ୍ପରାର ପୌରାଣିକ ପାର୍ବନ୍ୟ ପର୍ବ ଦଶହରା। ଦଶହରାରେ ପୂଜା ପାଇବେ ମା ଜଗତଜନନୀ। ପୌରାଣିକ ପ୍ରଥା ବଜାୟ ରଖି ଆଜି ବି ପୂଜା ପାଉଛନ୍ତି ମା ଜଗତଜନନୀ। ସାନ୍ତପୁର ଏକ ଚର୍ଚ୍ଚିତ ପୁଣ୍ୟ ପୂଜା ପୀଠସ୍ଥଳୀ। ଏଠି ଅନେକ ପୌରାଣିକ ପରମ୍ପରାର ସୂଚନା ମିଳେ। ସାନ୍ତପୁର ଗ୍ରାମ ଛୋଟ ହେଲେ ବି ଏଠି ଜନବସତି ପାଖାପାଖି 2000 ଊର୍ଦ୍ଧ୍ୱ ରହିଛନ୍ତି। ଚାଷବାସରେ ହେଉ କି ପର୍ବପର୍ବାଣୀର ପାର୍ବନ୍ୟ ପର୍ବ ସବୁ କ୍ଷେତ୍ରରେ ଆଗେଇଥିବା ସୂଚନା ରୁହେ। ଯଦି ପର୍ବପର୍ବାଣୀ କଥା କହିବା ତେବେ ସାନ୍ତପୁର ଗ୍ରାମର ନିଆରା ପରମ୍ପରା ରହିଥିବା ଜଣାଯାଏ। ଅରୁଣ ପ୍ରଧାନ ସାଉଣ୍ଡପୁର 58 ବର୍ଷ 1967 ଆମେ ଛୋଟ ଥିଲୁ ଘରେ ଖେଳିଲା ବେଳେ ମୂର୍ତ୍ତି ତିଆରି ଦେଲୁ ବରଷ ଗଲା ପିଲାମାନେ ତିଆରି ପାରୁନ କିଣି ଆଣମା ବୋଲି ଭାବିଲେ ଯେନ୍ତା ଦେବତା ମନା କଲା ଏଇନେ ଆସିକି ତୁମେ ବରଂ ମାଟ ମୁଡ଼ାଟେ ରଖିକିରି ପୂଜା କର ହେଲେ କିଣି କୁଣା ଆଣିକରି ନେଇ ପୂଜା କର ବୋଲି ମନା କର। ସେ ବର୍ଷ ଗାଁର ପିଲାମାନେ ସବୁ ବନଉଛନ୍। ବିଶେଷ ଭାବେ ଶାରଦୀୟ ଦୁର୍ଗା ପୂଜାର ଗ୍ରାମର ପ୍ରଥା ରହିଛି। 1966 ମସିହାରେ ଗ୍ରାମର ହାଡ଼ୁ ପ୍ରଧାନ ବରୁଣ ପ୍ରଧାନ ପିଲାବେଳେ ଖେଳୁ ଖେଳୁ ଗଢ଼ି ତୋଳିଥିଲେ ଛୋଟ ଧରଣର ତୋଳିଥିଲେ ମାଙ୍କ ମୃଣ୍ମୟ ମୂର୍ତ୍ତି। ସେହି ଦିନଠୁ ଆଜି ପର୍ଯ୍ୟନ୍ତ ପୂଜା ପାଉଛନ୍ତି ମା ଜଗତଜନନୀ। 1966 ମସିହାରୁ ଆରମ୍ଭ ହୋଇଥିବା ମାଙ୍କ ପାର୍ବନ୍ୟ ପର୍ବରେ ଗ୍ରାମର ଗ୍ରାମଦେବୀ ଶାନ୍ତେଶ୍ୱରୀ ବରୁଆଙ୍କ ମାଧ୍ୟମରେ ଆବିର୍ଭାବ ହୋଇ ଗ୍ରାମ ପରିଭ୍ରମଣରେ ଆସି ଗ୍ରାମର ସଦସ୍ୟଙ୍କୁ ବରାତ କରିଥିଲେ। ମାଙ୍କ ପାର୍ବନ୍ୟ ପର୍ବ ଦଶହରା ପୂଜା ପ୍ରସ୍ତୁତି ସହ ପୂଜାରମ୍ଭ ଗ୍ରାମର ସଦସ୍ୟଙ୍କ ହାତରେ ହେବ ଓ ମା ରୀତିନୀତି ଅନୁସାରେ ପୂଜା ପାଇବେ। କୌଣସି ବାହାର ରାଜ୍ୟ ସହରର କୌଣସି କାରିଗର ମାଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରିବେନି। ଯଦି ନ ହୋଇପାରିଲେ ମାଟି ମୁଣ୍ଡା ରଖି ମାଙ୍କ ଆରାଧନା କଲେ ମଧ୍ୟ ମା ରୀତିନୀତି ଅନୁଯାୟୀ ପୂଜା ପାଇବେ। ତେବେ ଆଜକୁ 58 ବର୍ଷ ହେଲା ମା ଶାନ୍ତେଶ୍ୱରୀଙ୍କ ଆଦେଶ ତାଙ୍କ ଆଶୀର୍ବାଦ ଫଳରେ ମା ପୂଜା ପାଇ ଆସୁଛନ୍ତି। ଫଳରେ ସାନ୍ତପୁର ଗ୍ରାମରେ ଆଜି ମଧ୍ୟ ଶସ୍ୟ ଶ୍ୟାମଳା ବାତାବରଣ ସହ ପରିବେଶ ନଜର ରୁହେ। ଅନ୍ୟପଟେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରାମବାସୀ ମାଙ୍କ ପାର୍ବନ୍ୟ ପର୍ବକୁ ନେଇ ବେଶ ଉତ୍ସାହିତ ରହିଥିବା ବେଳେ ପ୍ରଥା ପରମ୍ପରା ଆଜି ବି ବଜାୟ ରହିଛି। ମୋ ନାଁ ହେଉଛି ଆଜ୍ଞା ଅକ୍ଷୟ କୁମାର ସାହୁ ସାଉଣ୍ଡପୁର ଆଜ୍ଞା। ଏଇ ଆମର ଅମାବାସ୍ୟା ଦିନେ ନିଶି ଦିନେ ଆମେ ମଡ଼ିଆ ମାରନୁ ଆର୍ କହିନୁ ମା ଏଇଟା କେନ୍ତା କରି କରମୁ ତୋର ଆଦେଶ ନେଇ ହେଲେ ଆମେ ନେଇ କରୁ। ସେ ତାହାରୁ ଯେନ୍ଟା କହିଲେ ଯେ ନାଇଁ ତୁମେ ନିଜେ ବନାବ ନିଜର ହିସାବରେ କରବ ଅନ୍ୟଠାନୁ କିଛି ନେଇ ଆଣବ। ତ ସେଦିନ ଆଜ୍ଞା ଆମର ନିଜର ପିଲାମାନେ ଆମେ ନିଜେ ବନେଇ କରି ଆମେ ପୂଜା କରୁଛୁ। ଏହି ପରମ୍ପରା ଏହି ପ୍ରଥାକୁ ନେଇ ମା ଆବାହନ କାଳରୁ ପୂଜା ପାଇ ଆସୁଛନ୍ତି। ବଲାଙ୍ଗୀରରୁ ସୁଶାନ୍ତ କୁମାର ଠାକୁର, ଖବର ଖୁଲାସା।